ପିତା ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଜିସସ୍ ଗସ୍ପେଲ ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କ ହାର୍ଦ୍ଦିକ ଅଭିନନ୍ଦନ ସହ ସ୍ୱାଗତ କରେ। ଆସନ୍ତୁ ମୋର ପ୍ରିୟ ଭାଇ ଭଉଣୀମାନେ, ଆଜି ଆମେ ସାଧାରଣ କାଳର 19ତମ ରବିବାରରେ ପଦାର୍ପଣ କରିଅଛୁ। ଆଜିର ପ୍ରଥମ ପଠନ ପ୍ରଥମ ରାଜାବଳୀ ପୁସ୍ତକରୁ ପାଠ 19 ଅଧ୍ୟାୟ 4ରୁ 8 ପଦ ପର୍ଯ୍ୟନ୍ତ ଏବଂ ଏଫେସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ରରୁ ପାଠ 4 ଅଧ୍ୟାୟ 30ରୁ 5 ଅଧ୍ୟାୟ 2 ପଦ ପର୍ଯ୍ୟନ୍ତ ଏବଂ ଆଜିର ପବିତ୍ର ସୁସମାଚାର ସାଧୁ ଜୋହନଙ୍କ ଦ୍ୱାରା ଲିଖିତ ସୁସମାଚାରରୁ ପାଠ 6 ଅଧ୍ୟାୟ 41ରୁ 51 ପଦ ପର୍ଯ୍ୟନ୍ତ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମେ ଦେଖିବାକୁ ପାଉଅଛୁ ଆଜିର ପବିତ୍ର ସୁସମାଚାର ଆମମାନଙ୍କୁ ଏହି ଶିକ୍ଷା ଦିଏ ଯେ ମୁଁ ସ୍ୱର୍ଗରୁ ସେହି ଅବତୀର୍ଣ୍ଣ ଜୀବନ୍ତ ରୋଟି। ପ୍ରିୟ ପ୍ରଭୁଙ୍କ ପବିତ୍ର ଜନତା, ଆମେମାନେ ଅବଗତ ହେବା, ଜାଣିବା ଯେ ବାସ୍ତବରେ ସେହି ସଦାପ୍ରଭୁ ପରମେଶ୍ୱର ବା ଯୀଶୁ ଖ୍ରୀଷ୍ଟ ସେ ଜୀବନ୍ତ ରୋଟି କି? ଏହା ସମସ୍ତଙ୍କ ମନରେ ଉଙ୍କି ମାରେ। ଯେମିତି ଆଜିର ସୁସମାଚାରରେ ଯିହୁଦୀମାନେ ଯୀଶୁଙ୍କୁ ଉପହାସ କଲେ ଏବଂ ତାଙ୍କୁ କହିଲେ, ଏ କଣ ଯୋସେଫର ପୁଅ ନୁହେଁ କି? ଏହାଙ୍କର ମା କଣ ମରିୟମ ନୁହେଁ କି? ଏହାଙ୍କର ଭାଇମାନେ କଣ ଆମମାନଙ୍କ ନିକଟରେ ରହନ୍ତି ନାହିଁ କି? ଏ କଣ ଜୀବନ୍ତ ରୋଟି ନିଜକୁ ସେ କହୁଛି ଏବଂ ସ୍ୱର୍ଗରୁ ଅବତୀର୍ଣ୍ଣ ହୋଇଛି ବୋଲି କହୁଛି ବୋଲିକି ବସଚା କରିବାକୁ ଆରମ୍ଭ କଲେ। ସେହି ସମୟରେ ପ୍ରଭୁ ଯୀଶୁ ସେମାନଙ୍କୁ କହିଲେ, ମୋହର ପିତା ଯାହାକୁ ଆକର୍ଷଣ କରନ୍ତି ସେ ହିଁ ମୋ ନିକଟକୁ ଆସିପାରିବ, କାରଣ ମୁଁ ତାହାକୁ ଶେଷ ଦିନରେ ଉତ୍ତାପ କରିବା ପୁନରୁତ୍ଥାନ ଦେବି। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଠାରେ ଆମେ ଦେଖିବାକୁ ପାଉଛୁ ଜୀବନ୍ତ ରୋଟି। ବାସ୍ତବରେ ମୋର ପ୍ରିୟମାନେ, ଗତ ସପ୍ତାହରେ ଆମେ ଶୁଣିବାକୁ ପାଇଥିଲୁ ମୋଶାଙ୍କ ମାଧ୍ୟମରେ ପ୍ରଭୁ ସ୍ୱର୍ଗରୁ ଇସ୍ରାଏଲ ଲୋକମାନଙ୍କୁ ମାନା ଯୋଗାଇଲେ। ସେହି ମାନା ସେଦିନକୁ ଖାଇ ସେମାନେ ମୃତ୍ୟୁବରଣ କରିଥିଲେ ଏବଂ ଯୋଉ ସ୍ୱର୍ଗରୁ ଆସିଥିବା ମାନା ଦ୍ୱାରା ପିତୃପୁରୁଷମାନେ ମୃତ୍ୟୁବରଣ କରିଅଛନ୍ତି, କିନ୍ତୁ ଏ ଯେ ସ୍ୱର୍ଗରୁ ଆସିଥିବା ସେ ଜୀବନ୍ତ ରୁଟି, ଯିଏକି ମରିବ ନାହିଁ, ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ହୋଇ ରହିବ, ତାହା ବାସ୍ତବରେ ଯୀଶୁ ଖ୍ରୀଷ୍ଟଙ୍କର ସେହି ଶରୀର ଏବଂ ରୁଧିର। ପ୍ରିୟମାନେ, କେତେବେଳେ ପ୍ରଭୁ ଯୀଶୁ ଶରୀର ରୁଧିର ହୋଇ ଆମମାନଙ୍କ ନିକଟକୁ ଆସନ୍ତି, ତାହା ଆମେ ସମୀକ୍ଷା କରିବା। ସେ ଶରୀର ରୁଧିର ଭାବରେ ପରିଣତ କରିବା ପାଇଁ ପ୍ରଭୁ ଯୀଶୁ ସ୍ୱର୍ଗରୁ ଏହି ପୃଥିବୀକୁ ଆସିବା ପାଇଁ ପ୍ରଭୁ ଦିବ୍ୟ ଯଜ୍ଞରେ ସ୍ୱୟଂ ନିଜେ ସେ ରୋଟି ଦ୍ରାକ୍ଷାରସ ମାଧ୍ୟମରେ ଆମମାନଙ୍କ ହୃଦୟକୁ ସେ ଆଗମନ କରନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯେତେବେଳେ ଯାଜକ ରୋଟି ଉତ୍ତୋଳନ କରନ୍ତି, ଦ୍ରାକ୍ଷାରସ ଉତ୍ତୋଳନ କରନ୍ତି, ସେହି ସମୟରେ ଯେତେବେଳେ ଆଉ ସେଇଟା ସେ ରୋଟି ହୋଇ ରହି ନାହିଁ ଏବଂ ଦ୍ରାକ୍ଷାରସ ହୋଇକି ରହିବ ନାହିଁ, ତାହା ପ୍ରଭୁ ଯୀଶୁଙ୍କର ରୁଧିରରେ ପରିଣତ ହୋଇଯାଏ। ତାର ପ୍ରମାଣ କଣ ପ୍ରିୟମାନେ? ମୁଁ ଛୋଟ ଉଦାହରଣ ଆପଣମାନଙ୍କୁ ଦେବି। ଦିନକର କଥା, ମୁଁ ଗୋଟେ ୟୁଟ୍ୟୁବରେ ଦେଖିବାକୁ ପାଉଥିଲି। ମାରିଆ ବୋଲି ଗୋଟେ ଝିଅ ଯେତେବେଳେ ଦିବ୍ୟ ଯଜ୍ଞ ଚାଲିଥାଏ, ସେହି ସମୟରେ ସେ ଦିବ୍ୟ ଯଜ୍ଞରେ ଯୋଗ ଦେବା ନିମନ୍ତେ ଯାଇଛନ୍ତି। ହେଲେ ସେ ଝିଅ ଗୋଟେ ପ୍ରାୟତଃ 12 ବର୍ଷ ହବ, ସେ ଝିଅ
ସେ ଦିବ୍ୟ ବଳିରେ ଯୋଗ ଦେଇ ଦିବ୍ୟ ପ୍ରସାଦ ଗ୍ରହଣ କରିବାକୁ ସେ ଗଲା। ଯିବା ସମୟରେ ମୋର ପ୍ରିୟମାନେ, ଯାଜକ ତାଙ୍କର ଜୀବରେ ରଖୁ ରଖୁ ତାହା ମାଂସରେ ପରିଣତ ହେଇଗଲା। ଯେମିତି ଜୀବନ୍ତ ପଶୁ ଯେମିତି କାଟିଥିବା ମାଂସର ରକ୍ତ ଯେମିତି ଜରିବ, ଠିକ୍ ସେହିଭଳି ସେଇଟା ଜରିବାକୁ ଆରମ୍ଭ କଲା। ଆପଣମାନେ ଯଦି ଦେଖନ୍ତି ୟୁଟ୍ୟୁବ ମାଧ୍ୟମରେ ଯୀଶୁଙ୍କର ରୋଟି ମିରାକିଲ ହୋଇଥିବା ଘଟଣା ଗୁଡ଼ିକ ଆପଣମାନେ ଦେଖିବାକୁ ପାଇବେ। ହେଲେ ସାଙ୍ଗେ ସାଙ୍ଗେ କ'ଣ କଲେ, ସେ ଯାଜକ ସେହି ମାଂସ ଖଣ୍ଡକୁ ନେଇକି ସେ ମଞ୍ଜୁସା ଭିତରକୁ ଗଲେ, ଯୋଉ ଜାଗାରେ ରୋଟି ରଖାଯାଏ ସେ ବେଦୀ ନିକଟକୁ ଗଲେ। ଯେତେବେଳେ ସେ ବେଦୀ ଉପରେ ରଖିଛନ୍ତି, ସେହି ଯୋଉ ଅଲ୍ଟେର ପୋଛିବା ପାଇଁ ଯୋଉ କପଡ଼ା ଅଛି ସେ ରକ୍ତରେ ପୁରା ଭିଜିଗଲା। ତାପରେ ବୈଜ୍ଞାନିକ ମାନଙ୍କୁ ତାହାକୁ ଦିଆଯାଉଛି, ତାହା ପରୀକ୍ଷା କରାହଉଛି। ପ୍ରଥମ ପରୀକ୍ଷା ଥିଲା ପ୍ରକୃତରେ ବଞ୍ଚିଥିବା ମାଂସ କି ମରିଥିବା ମାଂସ। ବୈଜ୍ଞାନିକ ମାନେ ତାହା ପରୀକ୍ଷା କରି ଦେଖୁଛନ୍ତି ତାହା ବଞ୍ଚିଥିବା ମାଂସ। ପ୍ରଭୁ ଯୀଶୁ ଆଜି ପର୍ଯ୍ୟନ୍ତ ସେ ରୋଟି ଏବଂ ଦ୍ରାକ୍ଷା ରସରେ ଜୀବିତ ଅଟନ୍ତି। ଏବଂ ଦ୍ୱିତୀୟ ପରୀକ୍ଷା ଏହା ଥିଲା, ମାଂସ କୋଉ ଜାଗାର ମାଂସ? ଏଟା ମୁଣ୍ଡର ନା ଗୋଡର ନା ପେଟର ନା ପିଠିର, କୋଉ ଜାଗାର ମାଂସ ବୋଲି ସେମାନେ ତାକୁ ପରୀକ୍ଷା କରୁଥିଲେ। ସେହି ସମୟରେ ସେମାନେ ଜାଣିବାକୁ ପାଇଲେ ସେଇ ଯୋଉ ମାଂସ ଥିଲା, ଯୋଉଟା ହୃଦୟର ମାଂସ ଥିଲା, ଯାହାକୁ ଆମକୁ ସ୍ପନ୍ଦନ କହୁଛୁ, ଯାହାକୁ ଆମକୁ ସ୍ପନ୍ଦନ ହୁଏ, ଯାହା କ'ଣ କହନ୍ତି, ଆମମାନଙ୍କର ସେଇ ହାର୍ଟର ଖଣ୍ଡ ଥିଲା। ଆଉ ସେମାନେ ଆଶ୍ଚର୍ଯ୍ୟିତ ହେଲେ, ପ୍ରଭୁ ଯୀଶୁ ଯେ ତାଙ୍କର ହୃଦୟ ଦେଇକି ଆମମାନଙ୍କୁ ଭଲ ପାଉଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ତାହା ଥିଲା ଦ୍ୱିତୀୟ ପରୀକ୍ଷା। ମୋର ପ୍ରିୟ ପ୍ରଭୁଙ୍କର ସନ୍ତାନ ଭକ୍ତ ଜନତା ମାନେ, ପ୍ରଭୁ ସ୍ୱୟଂ ଜୀବିତ ଅଟନ୍ତି। ଏଣୁ କରିକି କ୍ୟାଥୋଲିକ ମଣ୍ଡଳୀରେ ଯାଜକ ବିନା କୌଣସି ଲୋକ ତାହା ଉତ୍ତୋଳନ କରିପାରିବା ନାହିଁ। ତାହା ଯାଜକ ମାନଙ୍କୁ ଅଧିକାର ଦିଆଯାଇଅଛି, କାରଣ ପ୍ରଭୁ ଶରୀର ରୁଧିର ହେବା ପାଇଁ ତାଙ୍କ ମାଧ୍ୟମରେ ଅଭିଷେକ କରାଯାଇଛି। ସେଥିପାଇଁ ଆପଣମାନେ ଦେଖନ୍ତି ଈଶ୍ୱରଙ୍କର ବାକ୍ୟରେ ଲେଖାଯାଏ, ପ୍ରଥମ କରନ୍ତି 11:27 ସେଇ ଯୋଉ ରୋଟି ଏବଂ ଦ୍ରାକ୍ଷା ରସର କଥା ସେଠି ପ୍ରକାଶ କରାଯାଏ। ଅତଏବ ଯେ କେହି ଅଯୋଗ୍ୟ ଭାବେ ପ୍ରଭୁଙ୍କର ଏହି ରୋଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ, ସେ ପ୍ରଭୁଙ୍କ ଶରୀର ଓ ରକ୍ତର ଦାୟୀ ହେବ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ନ ଜାଣି ତାହାକୁ ଗ୍ରହଣ କରିବା ଦ୍ୱାରା ଆମମାନଙ୍କ ଜୀବନରେ ଦଣ୍ଡ ଆସେ। ଜାଣିବାକୁ ପଡ଼ିବ, ନିଜକୁ ପରୀକ୍ଷା କରିବାକୁ ପଡ଼ିବ। ବାଇବେଲ ଲେଖା ଅଛି ମୋର ପ୍ରିୟମାନେ, 28-29 ଲେଖା ଅଛି, କିନ୍ତୁ ମନୁଷ୍ୟ ଆପଣାକୁ ପରୀକ୍ଷା କରୁ, ଆଉ ସେହିପରି ଭାବେ ଏହି ରୋଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ। କାରଣ ଯେ ପ୍ରଭୁଙ୍କ ଶରୀର ବିଶେଷ ନ ମଣି ଭୋଜନ କରେ ଓ ପାନ କରେ, ସେ ଆପଣା ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ। ଏଣୁ କରିକି ମୋ ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ କାଟି ଦେଇଛନ୍ତି। ଯଦି ଆମେ ଜାଣିନାହୁଁ, ଆମେ ସେ ପ୍ରତି ଆମରଙ୍କର ଧ୍ୟାନ ନାହିଁ, ବିଶେଷ ମଣିବା ନାହିଁ, ତାହାକୁ ଆମେ ଗ୍ରହଣ କରିବାଟା ଉଚିତ ନୁହେଁ। କାରଣ ପ୍ରଭୁ ଆମମାନଙ୍କୁ କହୁଛନ୍ତି, ସ୍ୱାଗତ କରୁଛନ୍ତି ଯେ ଆମେ ଯୋଗ୍ୟ ଭାବରେ ପ୍ରଭୁଙ୍କ ନିକଟ ଗ୍ରହଣ କରିବାକୁ ପଡ଼ିବ। କାରଣ ସେହି ପ୍ରଭୁଙ୍କର ରକ୍ତ ମାଂସ ଆମମାନଙ୍କ ଜୀବନରେ ଆମ ହୃଦୟକୁ ନେବା ଦ୍ୱାରା ଆମେ କ'ଣ ହଉ, ଆମମାନଙ୍କ ଜୀବନର ଅନନ୍ତ ଜୀବନ ଆସିଥାଏ। ଯେ ପ୍ରଭୁଙ୍କ ଲୋକମାନେ,
ଏଣୁ କରିକି ପ୍ରଥମ ପଟନରେ ଆମେ ଦେଖିବାକୁ ପାଉଛୁ ଯୋଉ ରୋଟି ଏଲିୟମକୁ ଦିଆଗଲା, ସେ ରୋଟି ଖାଇବା ଦ୍ୱାରା ସେ କଣ କଲେ, 40 ଦିନ 40 ରାତ୍ରି ପର୍ଯ୍ୟନ୍ତ ସେ ଚାଲି ଚାଲି ଗଲେ ହରେବ ପର୍ବତକୁ, ପ୍ରଭୁଙ୍କର ପବିତ୍ର ପର୍ବତକୁ। ସେ ବୁଢା ଲୋକ, ତଥାପି ପ୍ରଭୁ ତାଙ୍କୁ କଣ କଲେ, ବଳ ଦେଲେ। ଏଣୁ କରିକି ଜୀବନ୍ତ ରୋଟି ପ୍ରଭୁ ଅଟନ୍ତି। ସେ ସତ୍ୟତା ଜୀବନ୍ତ ରୋଟିକୁ ଆମେ ବିଶ୍ୱାସ କରିବା, ଆମମାନଙ୍କ ଜୀବନରେ ଆଣିବା। ପ୍ରଭୁ ଆମମାନଙ୍କୁ ଦୟା କରିବେ, ଆଶୀର୍ବାଦ କରିବେ। ପ୍ରଭୁ ଏ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଜୟ ଯୀଶୁ।